ବୁଝିଲୁ ଗୁଲୁଆ, ଆମକୁ କେମିତି ହେଲେ ବଳିଆ ଭାଇକୁ ସାଇକେଲଟା ଦବା ପାଇଁ ପଡିବ ରେ। ହେଲେ ଆମେ ସାଇକେଲ କୋଉଠୁ ଆଣିବା? ଏଥିପାଇଁ କ'ଣ ଆମକୁ ପୁଣି ଥରେ ଚୋରି କରିବା ପାଇଁ ପଡ଼ିବ କି? ଆରେ ନାଇଁ ରେ, ଆମର ଗୋଟେ ଏକ୍ସଟ୍ରା ସାଇକେଲ ଅଛି, ସେଇଟାକୁ କ'ଣ ଫନ୍ଦି ଫିକର କରିକି ଆଣିକି ବଳିଆ ଭାଇକୁ ଦେବା ପାଇଁ ପଡିବ। ଯାହା କରିବୁ ସତର୍କରେ କରିବୁ, ତୋ ବାପା ଜାଣିଲେ ତତେ ଆଉ ରଖିବେନି। ବୁଝିଲୁ ଗୁଲୁଆ, ତୁ ସେଥିପାଇଁ ଚିନ୍ତା କରନା। ବଳକା ସାଇକେଲଟା ଘରେ ପଡ଼ି ପଡ଼ି ଖତ ହେଇଯିବ, ସେଇଟା ଯଦି ବଳିଆ ଭାଇର କାମରେ ଆସିପାରିବ ତାହେଲେ ତ ଭଲ ହବ ନା। ଆଉ ରହିଲା ବାପା ରାଗିବା କଥା, ବାପା ତ ଏମିତି ବି ସବୁବେଳେ ମୋ ଉପରେ ରାଗନ୍ତି। ଯଦି ଗୋଟେ ଭଲ କାମ କଲେ ସିଏ ରାଗିବେ ତାହେଲେ ରାଗନ୍ତୁ, ହେଲେ ମୁଁ ବଳିଆ ଭାଇକି ସାଇକେଲ ଦେବି ହିଁ ଦେବି। ତୁଟା ବଡ଼ ଦୟାଳୁରେ ବଗୁଲା, ଭଗବାନ ନିଶ୍ଚୟ ତୋର ମଙ୍ଗଳ କରିବେ। ଆଉ ତୋ ବାପା ଯଦି ତୋ ଉପରେ ରାଗିବେ ତାହେଲେ ମୋତେ କହିବୁ, ଆମେ ସାଙ୍ଗମାନେ ସମସ୍ତେ ଯାଇ ତାଙ୍କୁ ବୁଝେଇବୁ। ମୋ ବାପାଙ୍କୁ ତମେ ବୁଝେଇବ? ମୋ ବାପା ଭାରି ରାଗିରେ, ତମେ ପାରିବନି ଯେ ତମେ ପାରିବନି। ହଉ ହଉ, ଦେଖି ଚାହିଁ କାମ କରେ। ହଁ ଯେ, ମୁଁ ସାଇକେଲ ନେଇକି ବଳିଆ ଭାଇ ଘରକୁ ଗଲାବେଳକୁ ତୁ ଟିକେ ମୋ ସାଙ୍ଗରେ ଯିବୁରେ, ଭଲ ଲାଗିବ। ହଁ ହଁ ଯିବି ନା, ମୋତେ ଡାକିବୁ, ମୁଁ ନିଶ୍ଚୟ ଯିବି। ଡେରି ନ କରିକି ଆଜି ହିଁ ଯିବା, ତୁ ରେଡି ହେଇଯା। କିରେ ହେ, ତମେ ଦିଟା ଏ କୂଅ ଉପରେ ବସିକି କ'ଣ କରୁଛ? ଯାଅ ଘରକୁ ଯାଅ, ବାପା ଖୋଜୁଥିବେ ସିଆଡ଼େ। କୂଅ ଉପରେ ବସିକି କ'ଣ କିଏ କଥା ହୁଏ? ହଁ ହଁ ଅଛି, ଆମେ ଯାଉଛୁ, ତମେ ଯାଅ, ଆମ ପାଇଁ ଚିନ୍ତା କରନି। ଆଜି ହିଁ ମତେ ସାଇକେଲଟାକୁ ନବା ପାଇଁ ପଡିବ। ଚାहे ଯାହା ସୁବିଧା ଅସୁବିଧା କଷ୍ଟ ହଉ ପଛେ, ଆଜି ମୁଁ ସାଇକେଲ ନେଇକି ବଳିଆ ଭାଇକି ଦେଇକି ଦେଖେଇବି। ଆରେ ଆରେ, ପିଲାଟା ବାପାଙ୍କ ସାଇକେଲଟା ନେଇ କୁଆଡ଼େ ଯାଉଛି? ଏ ବଦମାସକୁ ଆଉ ପାରି ହବନି। ବଦମାସ ପିଲାଟା। ଭାଇ ରଞ୍ଜନ ବାହାଘର କଥା ତମେ ଆଉ କ'ଣ ଚିନ୍ତା କଲ କି? ଆଉ କ'ଣ ଚିନ୍ତା କରିବି, ତାର ତ ପାଠପଢ଼ା ସରିନି। ପଢ଼ା ସରିଲେ ତ ଚାକିରି ଖଣ୍ଡେ କଲେ କ'ଣ କରିବା? ଚାକିରି ନ କଲେ ସିଏ ତା ସଂସାର କେମିତି ଚଳେଇବ? ହଁ ସେଇଟା ସତ ଯେ, ହେଲେ ସ୍ନେହର ଜେଜେ ବଡ଼ ଅଡ଼ୁଆ ଲୋକ। ତାପରେ ତାର ବାପା ମା ନାହାନ୍ତି। ବିଚରା ବୁଢ଼ାବୁଢ଼ୀ ଦିଟା ନାତୁଣୀର ବାହାଘରଟା ସାରିଦେଲେ ତାଙ୍କ ମୁଣ୍ଡରୁ ଗୋଟେ ବୋଝ ଓହ୍ଲେଇଯିବ। ହଁ ନୁହଁ ଆଉ କ'ଣ? ଭାଇ ଯାହା କରିବ ଭାବି ଚିନ୍ତିକି କର। ହେଇଟିରେ ଗୁଲୁଆ, ବଡ଼ମା ଠିଆ ହେଇଛନ୍ତି, ଭଲ ହେଲା ଆଉ। ବଡ଼ମା, ବଳିଆ ଭାଇ ନାହିଁ କି ତା ପାଇଁ ସାଇକେଲଟା ଆଣିଛି। ବାପାଙ୍କୁ କହିଛୁଟି? ନହେଲେ ଅସୁବିଧା ହବରେ, ସେ କାଳେ ଆମକୁ ଗାଳି କରିବେ, ମୋ ପିଲାକୁ ବାଟରେ ଘାଟରେ ଦେଖିଲେ ବେଜିତ କରିବେ। ଦେଖେ, ତୋ ବାପାଙ୍କୁ ନ କହିକି ଆଣିଥିବୁ ବୋଲେ ଆମେ ଜମା ସାଇକେଲ ରଖିବୁନୁ। ନାଇଁ ନାଇଁ ବଡ଼ମା, ତମେ ସେଥିପାଇଁ ବ୍ୟସ୍ତ ହୁଅନି, ସେ କଥା ମୁଁ ବୁଝିବିନି। ଆରେ ବ୍ୟସ୍ତ ହେବିନି କେମିତି? ତୁ ପିଲା ଲୋକ, ଘରେ ନ କହିକି ସାଇକେଲଟା ଆମକୁ ଦେଇଦେଲେ ଅସୁବିଧା ହବନି, ଲୋକ ଆମକୁ କ'ଣ କହିବେ? ଓହୋ ବଡ଼ମା, ତମେ ସେ କଥା ପାଇଁ ଚିନ୍ତା କରନି, ମୁଁ ସବୁ ବ୍ୟବସ୍ଥା କରିକି ଆଣିଛି। କୁଆଡ଼େ କିରେ ବଗୁଲା, ଏତେ ସକାଳୁ କୁଆଡ଼େ ଆସିଛୁ? ବଳିଆ ଭାଇ, ମୁଁ ତତେ କହିଥିଲି ନା ତତେ ସାଇକେଲଟା ଦେବି ବୋଲି। ଆମ ଘରେ ଯୋଉ ଏକ୍ସଟ୍ରା ସାଇକେଲଟା ଥିଲା ମୁଁ ତୋ ପାଇଁ ଆଣିଦେଇଛି। ଆରେ ବାପାଙ୍କୁ କହିକି ଆଣିଛୁଟି? ଏ ନହେଲେ ତୋ ବାପା ଭାରି ରାଗି ଲୋକ, ଖରାପ ଭାବିବେ ଯେ। ମୁଁ ସବୁ ବ୍ୟବସ୍ଥା କରିଛି ବା, ତମେ ବ୍ୟସ୍ତ ହୁଅନି। ସାଇକେଲ ନେଇକି ତମ ଚୁଟି ବେପାର ଆରାମସେ କର। ହଉ ହଉ, ତତେ ଧନ୍ୟବାଦ ରେ ବଗୁଲା। ମୁଁ ଏବେ ଆସୁଛି ରେ ବଳିଆ ଭାଇ, ସାଇକେଲ ନେଇକି ତୁ ବେପାର କରେ। ମୋ ବାପାଙ୍କ ଚିନ୍ତା ସମସ୍ତଙ୍କର, ମୁଁ କ'ଣ କରିବି, ବାପା ଏମିତି କାହିଁକି ହେଲେ? କିରେ ସୁର, ଆମ ବଗୁଲା ଏପଟେ ସାଇକେଲରେ ଯିବାର ଦେଖିଲୁ କି? ହଁ ହଁ ପଦନନା, ବଗୁଲା ଏଇପଟେ ଗୁଲୁଆକୁ ବସେଇକି ନେଇକି ଯାଉଥିଲି। ଏ ବଦମାସକୁ ଆଉ ପାରି ହବନି। ବଗୁଲା, ତୁ ତ ତୋ ବାପାଙ୍କୁ ନ କହିକି ସାଇକେଲଟା ଆଣିଦେଇଛୁ, ହେଲେ ବଳିଆ ଭାଇକି ମିଛ କଥା କେମିତି କହିଲୁ? ଆରେ ମିଛ କହିନଥାନ୍ତି ଆଉ କ'ଣ କହିଥାନ୍ତି? ସେମିତି ନ କହିଥିଲେ ବଳିଆ ଭାଇ କ'ଣ ସାଇକେଲ ରଖିଥାନ୍ତା? ମୋ ବାପାଙ୍କୁ ତ ଗାଁଟି ଯାକର ଡର, ହେଲେ ମୋ ଜେଜ ମୋ ସାଙ୍ଗରେ ଅଛନ୍ତି। ମୋ ଜେଜକୁ ମୋ ବାପାଙ୍କର ଭାରି ଡର, ସେଥିପାଇଁ କୌଣସି ଭଲ କାମ କଲା ବେଳେ ମୁଁ କାହାକୁ ଡରେନି। ମାଇ ଜେଜେ ଇଜ ମାଇ ଷ୍ଟ୍ରେଙ୍ଗଥ। ଯାହା ହଉ, ଭଲ ଜେଜେଟେ ତୁ ପାଇଛୁ ଆଉ। ଆରେ ଜେଜେ କାର କହୁନୁ? ତାପରେ ବଗୁଲା, ବଳିଆ ଭାଇକି ସାଇକେଲଟା ଦେଲା ପରେ ତା ମୁହଁରେ କେତେ ଖୁସି ତୁ ଦେଖିପାରିଛୁ ନା? ହଁ ହଁ ଦେଖିଛି ନା ଆଉ। ତୁ ଯାହା କହ ଗୁଲୁଆ, ଅନ୍ୟକୁ ସାହାଯ୍ୟ କଲା ବେଳେ ଯୋଉ ଆନନ୍ଦ ମିଳେ, ସେଭଳି ଆନନ୍ଦ ଆଉ କୋଉଥିରେ ମିଳେନି ରେ। ତୁଟା ଭାରି ଭଲ ପିଲାଟେ ରେ ବଗୁଲା। ହେଠି ଦେଖେ ଦେଖେ, ଆମେ ଯାହା କଥା କହୁଥିଲେ ସିଏ ଆସିଲେଣି। କିରେ ବଗୁଲା, ବାପା କହୁଥିଲା କ'ଣ ମୋ ସାଇକେଲଟା କୁଆଡ଼େ ଧରି ପଳେଇଛୁ? ଆମର ତ ସେଇଟା ଏକ୍ସଟ୍ରା ସାଇକେଲଟା, ତାପରେ ତମେ ତ ମୋ ସାଇକେଲ ବେଳେ ବେଳେ ଚଲଉଛ। ଆମେ ଜେଜେ ନାତି ମିଶିକି 2 ଜଣ ଯାକ ସେ ସାଇକେଲଟା ଏକାଠି ଚଲେଇଲେ ହବନି? ସେ ସାଇକେଲଟା ପା ମୁଁ ବଳିଆ ଭାଇକି ଦେଇଛି। ସେମାନେ ଗରିବ ଲୋକ, ଚାଲି ଚାଲି ଚୁଟି ବେପାର କରିପାରୁନି ସିଏ, ତାକୁ ଭାରି କଷ୍ଟ ହଉଛି। ଆଜିକାଲିର କମ୍ପିଟିସନ ମାର୍କେଟରେ ଚାଲି ଚାଲିକି ବେପାର କରିହବନି ଜେଜେ।
ଓହୋ ଏମିତି କଥା। ଆରେ ସେ ବେକାରଟାରେ ହାଉଳି ଖାଉଛି। କିଏ ବାପା କି? ହଁ ବା ତୋ ବୋପା। ଏ ରହ ଏ ସାଇକେଲଟା କୋଉଠୁ ନେଇ ଆସିଲୁ? ଆମେ ତ ଗରିବ ଲୋକ ଦାଦା, ଆମେ କାହା ଜିନିଷ ଲୋଭ କରୁନି କି କାହା ଜିନିଷ ଚୋରି କରୁନି। ମତେ ତମ ବଗୁଲା ଏଇ ସାଇକେଲଟା ଦେଇଛି। ଚୋରି କରୁନୁ କି ଲୋଭ କରୁନୁ, ଆମ ସାଇକେଲଟା କାହିଁ ନେଇଛୁ? ଆମେ ଗରିବ ଲୋକ ଦାଦା, ଚୁଟି ବେପାର କଲେ ଆମର ପେଟ ପୋଷୁ। ଚାଲି ଚାଲି ଆଉ କରିପାରୁନି, ସେଥିପାଇଁ ବଗୁଲା ମତେ ଏଇ ସାଇକେଲଟା ଦେଇଛି। ହଉ ଯା ବଗୁଲା ତ ସାଇକେଲଟା ଦେଇଛି, ନହେଲେ ତୋ କଥା ବୁଝିଥାନ୍ତି। ଏହେ ଛି